Please student listen to my English speaking course and prepare yourself, increase your memory. I am a retired teacher. I wish to teach you something. Please like it because I effort some time and my interest will increase to produce more video. Now English about ମଣିଷ ଶରୀର ବିଷୟରେ ଯଥା ମଣିଷ ଶରୀର ଏକ ବିଚିତ୍ର ପଦାର୍ଥ। ହ୍ୟୁମାନ୍ ବଡି ଇଜ୍ ଏ ୱାଣ୍ଡରଫୁଲ୍ ଥିଙ୍ଗ। ସ୍ୱାସ୍ଥ୍ୟ ହିଁ ସୌନ୍ଦର୍ଯ୍ୟର ଆଧାର। ଦି ହେଲ୍ଥ ଇଜ୍ ଦ ବେସିସ୍ ଅଫ୍ ବିଉଟି। ଶରୀର ଆତ୍ମାର ଗୃହ ଅଟେ। ଦି ବଡି ଇଜ୍ ଦ ହାଉସ୍ ଅଫ୍ ସୋଲ୍। ସୁସ୍ଥ ଶରୀର ମନ ସୁସ୍ଥ ରହେ। ହେଲ୍ଥ ମାଇଣ୍ଡ ଲିଭ୍ସ ଇନ୍ ଏ ହେଲ୍ଥ ବଡି। ସ୍ୱାସ୍ଥ୍ୟ ଏକ ସାଧନ ଅଟେ, ସାଧ୍ୟ ନୁହେଁ। ହେଲ୍ଥ ଇଜ୍ ଏ ମିନ୍ସ ନଟ୍ ଏନ୍ ଏଣ୍ଡ। ଦୁର୍ବଳ ଶରୀର ଜୀବନର ଅଭିଶାପ ଅଟେ। ଏ ୱିକ୍ ବଡି ଇଜ୍ ଏ କର୍ସ ଅଫ୍ ଲାଇଫ୍। ସ୍ୱାସ୍ଥ୍ୟ ହିଁ ସମ୍ପଦ। ହେଲ୍ଥ ଇଜ୍ ୱେଲ୍ଥ। ଶରୀର ଯତ୍ନ ନେବା ଦରକାର। ଇଟ୍ ଇଜ୍ ଏସେନ୍ସିଆଲ୍ ଟୁ ଲୁକ୍ ଆଫ୍ଟର ଦ ବଡି। ପ୍ରତିଦିନ ବ୍ୟାୟାମ କରିବା ଭଲ ଅଭ୍ୟାସ। ଟୁ ଟେକ୍ ଏକ୍ସରସାଇଜ୍ ଡେଲି ଇଜ୍ ଏ ଗୁଡ୍ ହାବିଟ୍। ଖାଦ୍ୟ ଆମକୁ ଶକ୍ତି ଦିଏ। ଫୁଡ୍ ପ୍ରୋଭାଇଡ୍ସ ଆସ୍ ଏନର୍ଜି। ସମସ୍ତଙ୍କୁ ଖାଦ୍ୟ ଦରକାର। ଏଭ୍ରିବଡି ନିଡ୍ସ ଫୁଡ୍। ଆମେ ଖାଦ୍ୟ ବିନା ବଞ୍ଚିପାରିବା ନାହିଁ। ୱି କ୍ୟାନଟ୍ ଲିଭ୍ ୱିଦାଉଟ୍ ଫୁଡ୍। ଆମେ ସବୁବେଳେ ସୁଷମ ଖାଦ୍ୟ ଖାଇବା ଉଚିତ। ୱି ମଷ୍ଟ ଅଲୱେଜ୍ ଟେକ୍ ବ୍ୟାଲେନ୍ସ ଡାଏଟ୍। ରୀନାକୁ ଥଣ୍ଡା ହୋଇଛି ଓ ତାର ଶରୀରରେ କଷ୍ଟ ହେଉଛି। ରୀନା ହେଜ୍ ବ୍ୟାଡ୍ କୋଲ୍ଡ ଆଣ୍ଡ ହାର୍ ହୋଲ୍ ବଡି ଇଜ୍ ଏଚିଂ। ତାଙ୍କର କ'ଣ ରୋଗ ହୋଇଛି? ହ୍ୱାଟ୍ ଇଜ୍ ହି ସଫରିଂ ଫ୍ରମ୍? ସେ ଆଜି ସୁସ୍ଥ ଅନୁଭବ କରୁନାହାନ୍ତି। ହି ଇଜ୍ ନଟ୍ ଫିଲିଂ ୱେଲ୍ ଟୁଡେ। ସେ ସମ୍ପୂର୍ଣ୍ଣ ବିଶ୍ରାମ ଆବଶ୍ୟକ କରୁଛନ୍ତି। ହି ରିକ୍ୱାୟର୍ସ କମ୍ପ୍ଲିଟ୍ ରେଷ୍ଟ। ତୁମେ ନିଜକୁ ଡାକ୍ତର ଦେଖାଅ କିମ୍ବା ଡାକ୍ତର ଡକାଅ। ୟୁ ଗେଟ୍ ୟୋରସେଲ୍ଫ ମେଡିକାଲି ଏକ୍ସାମିନ୍ଡ ଅର୍ କଲ୍ ଇନ୍ ଦ ଡକ୍ଟର। ମୋର ସ୍ୱାସ୍ଥ୍ୟ ଭଲ ନାହିଁ। ଆଇ ଏମ୍ ନଟ୍ କିପିଂ ଗୁଡ୍ ହେଲ୍ଥ। ତୁମେ କୌଣସି ଔଷଧ ଖାଇଲ? Did you take any medicine? ମୁଁ ଡାକ୍ତର